ନୂଆ ବର୍ଷରେ ନବୀନ ହେବେ ମୁଖ୍ୟମନ୍ତ୍ରୀ। ଲାଭ ପାଇବେ ଚାରି ରାଶିର ବ୍ୟକ୍ତିବିଶେଷ। 2025 ହେବ ଶୁଭ ସମୟ। ଆଉ ଦିନ କେଇଟା ପରେ ସରିଯିବ ବର୍ଷ 2024। ଆରମ୍ଭ ହେବ ନୂଆ ବର୍ଷ। ନୂଆ ବର୍ଷ 2025କୁ ନେଇ ଲୋକଙ୍କ ମନରେ ଅନେକ ନୂଆ ଆଶା, ନୂଆ ଉଦ୍ଦୀପନା ଭରି ରହିଛି। ନୂଆ ବର୍ଷ 2025ରେ କ'ଣ ହେବାକୁ ଯାଉଛି? ନୂଆ ବର୍ଷ 2025 ଶୁଭ ନା ଅଶୁଭ? କ'ଣ ରହିବ ପାଣିପାଗ? କ'ଣ ହେବ ରାଜନୀତିର ହଲଚଲ? କେଉଁ ରାଶିଙ୍କ ପାଇଁ ନୂଆବର୍ଷ ଶୁଭ ହେବ ତାହା ଲୋକ ଜାଣିବାକୁ ଚାହାନ୍ତି। ତେବେ ଆସନ୍ତୁ ଜାଣିବା ନୂଆ ବର୍ଷରେ କ'ଣ କ'ଣ ଘଟିବାକୁ ଯାଉଛି। ଦର୍ଶକ ବନ୍ଧୁ, ନୂଆ ବର୍ଷରେ ସମସ୍ତେ ଚାହାନ୍ତି ସମସ୍ତଙ୍କ ଜୀବନରୁ ସବୁ ଦୁଃଖ କଷ୍ଟ ଦୂରେଇ ଯାଇ ଏକ ନୂଆ ଆରମ୍ଭ ହେଉ, ସମସ୍ତେ ହସ ଖୁସିରେ ରୁହନ୍ତୁ। ତେବେ ଏଥର 2025 ନୂଆ ବର୍ଷରେ ଅନେକ ଶୁଭ ଘଟଣା ଘଟିବାକୁ ଯାଉଛି। ବିଶେଷ କରି ରାଜନୀତିର ବଡ଼ ହଲଚଲ ହୋଇପାରେ। 2024ରେ କହିବାକୁ ଗଲେ ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇଛି। 24 ବର୍ଷ ପରେ ନବୀନ କ୍ଷମତାରୁ ଯାଇ ମୋହନ ସରକାର ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିଛନ୍ତି। ତେବେ ଦର୍ଶକ ବନ୍ଧୁ, 2024 ସରିବାକୁ ଆଉ ଦିନ କେଇଟା ଥିବା ବେଳେ ନବୀନ ଏବେ ପୁଣି ସକ୍ରିୟ ହୋଇ ତାଙ୍କ ନେତାକୁ ଏକାଠି କଲେଣି। ପୁଣି ଥରେ ନବୀନ କ୍ଷମତାକୁ ଫେରିବାକୁ 24 ବର୍ଷର ସବୁ ରାଜନୀତି ଗଣିତକୁ କଷି ନବୀନ ତାଙ୍କ ନେତାକୁ ଗୁରୁ ମନ୍ତ୍ର ଦେଉଛନ୍ତି, ଯାହାକୁ ଦେଖିବା ପରେ ସମସ୍ତେ କହୁଛନ୍ତି ପୁଣି ନବୀନ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ। ଆଉ ରାଜନୀତିରେ ହୋଇପାରେ ବଡ଼ ହଲଚଲ। ସେହିଭଳି 2025 ଖୁବ୍ ଶୁଭ ବର୍ଷ ହେବ ବୋଲି କୁହାଯାଉଛି। ଏହି ବର୍ଷରେ ଚାରି ରାଶିର ବ୍ୟକ୍ତିବିଶେଷ ବେଶ ହସ ଖୁସିରେ ସମୟ କାଟିବେ। ତେବେ ସେହି ଚାରୋଟି ରାଶି ହେଲା ମକର, ସିଂହ, ତୁଳା ଓ ମୀନ। ଏହି ରାଶିର ବ୍ୟକ୍ତିଙ୍କ ଜୀବନ ନୂଆ ବର୍ଷରୁ ହସ ଖୁସିରେ କଟିବା ଆରମ୍ଭ କରିବ।